प्राचीन काल शिमिलीपाल कुलियणा तथा बुढ़ाबलंग सुवर्णरेखा नदीर अववाहिका और मध्यभागे प्राग ऐतिहासिक मानव बासपाई विशेष भाव में उपयुक्त थिला। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସମ୍ପଦ, ଘନ ଜଙ୍ଗଲ, ଶିକାରଯୋଗ୍ୟ ପଶୁପକ୍ଷୀ ଓ ପାଷାଣ ହତିଆର ତିଆରି ପାଇଁ ଆବଶ୍ୟକୀୟ ସରଞ୍ଜାମ ଥିଲା। ଏହି ପରିବେଶୀୟ ସୁବିଧା ଯୋଗୁଁ ପ୍ରାଗ୍ ଐତିହାସିକ ମାନବ ଏଠାରେ ଦୀର୍ଘ ସମୟ ଧରି ବାସ କରିଥିଲେ। ବୁଢ଼ାବଳଙ୍ଗ ନଦୀକୂଳ କୁଳିୟଣା, ବୈଦ୍ୟପୁର ଆଖପାଖ ଗ୍ରାମଗୁଡ଼ିକରୁ ପାଷାଣ ଯୁଗୀୟ ହତିଆର ମିଳୁଥିଲା। ବିଶେଷକରି ଏହି ହାତ ହତିଆର ସବୁ ସେତେବେଳେ ମାନବ ଜାତିକୁ ମୁଖ୍ୟତଃ ପଶୁପକ୍ଷୀଙ୍କୁ ଶିକାର କରିବା, ମାଂସ କାଟିବା, ହାଡ଼ ଭାଙ୍ଗିବା ଓ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା। ଏହି ହତିଆରଗୁଡ଼ିକୁ ଅଧ୍ୟୟନ କଲେ ସ୍ପଷ୍ଟ ହୁଏ ଯେ ସେ ସମୟର ମାନବ ଶିକାର ଓ ଖାଦ୍ୟ ସଂଗ୍ରହ ଆଧାରିତ ଜୀବନଶୈଳୀ ଅନୁସରଣ କରୁଥିଲେ ମଧ୍ୟ ପରିବେଶ ସହ ଖୁବ୍ ନିକଟ ସମ୍ପର୍କ ରଖୁଥିଲେ। ଉଦ୍ଧାର ହୋଇଥିବା ଏହି ପଥର ହତିଆରଗୁଡ଼ିକ କିଛି ରାଜ୍ୟ ସଂଗ୍ରହାଳୟ, କିଛି ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱ ଲ୍ୟାବ୍ ଓ ଶିକ୍ଷାମୂଳକ ସଂଗ୍ରହ କେନ୍ଦ୍ରରେ ସୁରକ୍ଷିତ ଭାବରେ ରଖାଯାଇଛି। ଏହି ଅବଶେଷଗୁଡ଼ିକୁ ସୁରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ଏହା ମାନବ ସଭ୍ୟତାର ସବୁଠୁ ପ୍ରାଚୀନ ଅଧ୍ୟାୟର ସାକ୍ଷୀ। ଅନିୟନ୍ତ୍ରିତ ଖନନ, ପ୍ରାକୃତିକ କ୍ଷୟ ଓ ମାନବୀୟ ଅବହେଳା ଯୋଗୁଁ ଏହି ସ୍ଥଳଗୁଡ଼ିକ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ବର୍ତ୍ତମାନ ସମୟରେ ସରକାରୀ ସ୍ତରରେ ଏହିସବୁ ଐତିହାସିକ ସ୍ଥଳଗୁଡ଼ିକର ସୁରକ୍ଷା ଘୋଷଣା, ବୈଜ୍ଞାନିକ ଦ୍ୱାରା ଉତ୍ଖନନ ସହ ଡକ୍ୟୁମେଣ୍ଟେସନ କରାଗଲେ ଆଗାମୀ ଭବିଷ୍ୟତ ପାଇଁ ଏହାର ସଂରକ୍ଷଣ କରାଯାଇପାରିବ। ପୁରାତନ ଯୁଗରେ ଲୋକମାନେ ବହୁତ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରୁଥିଲେ, ତ ସେଇଟା କେଉଁଥିରେ ତିଆରି ହେଉଥିଲା? ପଥରରେ। ତ ସେଇଟା ଶୁଣିକି ଆଉ ଗୋଟେ ଇଣ୍ଟରେଷ୍ଟିଂ ଲାଗିଲା, କାହିଁକିନା ଆମେ ଏବେ ଯଦି ଦେଖିବା ଅସ୍ତ୍ରଶସ୍ତ୍ର ସବୁ ତିଆରି ହେଉଛି ଆମର କ'ଣ ଆଇରନ୍ରେ ତିଆରି ହେଉଛି, ଲୁହାରେ ତିଆରି ହେଉଛି, କିନ୍ତୁ ସେତେବେଳକୁ ପଥରରେ ହେଉଥିଲା। ସେଇଟା ମୋତେ ଗୋଟେ ଇଣ୍ଟରେଷ୍ଟ ଲାଗିଲା, ଯାହାଫଳରେ ମୁଁ କ'ଣ ହେଲି ଏପଟେ ଟିକେ ଅଗ୍ରସର ହେଲି ଯେ ନାଇଁ ଏପଟେ ରିସର୍ଚ୍ଚ କରିବାର ଅଛି। ଆଉ ମୁଁ ରିସର୍ଚ୍ଚ କରିବାର ଏବେ ମୋର ବର୍ଷ 1.5 ବର୍ଷ ହେଲା। ତ ମୋତେ ଯେତେବେଳକୁ ମୁଁ ଫାଷ୍ଟ ବୁଲିଲି ସେମିତି କିଛି ମିଳୁନଥିଲା ଏଭିଡେନ୍ସ, କାହିଁକିନା ସେ ଉପରେ ଏତେ ଆଇଡ଼ିଆ ନଥିଲା। କିନ୍ତୁ ଯେତେବେଳକୁ ମୋତେ କିଛି ଗୋଟେ ଏଭିଡେନ୍ସ ମିଳିଲା, ଆଉ ଟିକେ କ୍ୟୁରିଓସିଟି ବଢ଼ିଗଲା ଯେ ନାଇଁ ଏ ଉପରେ ଆଉ ଟିକେ ରିସର୍ଚ୍ଚ ହେଇପାରିବ ବେଟର୍। ତ ଏମିତି ରିସର୍ଚ୍ଚ କରୁ କରୁ ମୁଁ 15-20ଟା ସାଇଟ୍ ପାଇସାରିଲିଣି ଇନ୍ ଆଣ୍ଡ ଆରାଉଣ୍ଡ କୁଳିୟଣା ଆଖପାଖରେ ସବୁ। ତ ସେଇଠୁ ଭଲ ଭଲ ସବୁ ଫାଇଣ୍ଡିଙ୍ଗସ୍ ବି ମିଳିଛି, ଯେମିତିକି ଆମର ହ୍ୟାଣ୍ଡେକ୍ସ ହଉ, କ୍ଲିଭର୍ସ ହଉ, ଚପର୍ସ ହଉ, ସ୍କାପର୍ସ ହଉ, ଫ୍ଲେକ୍ସ ହଉ, ଆଉ ଅନ୍ୟ ଯେଉଁ ସବୁ ଆମର ଟୁଲ୍ସ ରହିଛି ସେସବୁ କିଛି କିଛି ମାତ୍ରାରେ ମିଳିପାରୁଛି। ଯଦି ଆମେ ଆକୁ ନେଇପାରିବା, ଆମର ନେକ୍ସଟ ଜେନେରେସନ୍ ଯେଉଁ ଆସୁଛନ୍ତି ତାକୁ ମାନେ ଏଇଟାକୁ ପ୍ରିଜର୍ଭ କରିକି ରଖିବା ପାଇଁ ଚାହୁଁଛୁ, ତାହେଲେ ଏହା ଉପରେ ଆମର ଆହୁରି ଅଧିକରୁ ଅଧିକ ରିସର୍ଚ୍ଚ ଆବଶ୍ୟକ। ରିସର୍ଚ୍ଚ ହେଇସାରିଲେ କ'ଣ ହେଉଛି, ଆମକୁ ଏଟଲିଷ୍ଟ ଆମର ଯେଉଁ ଏଭିଡେନ୍ସଟା ମିଳୁଛି ସେଇଟା ଆମର ପ୍ରିଜର୍ଭ ହେଇକି ରହିପାରିବ। ସେ ମ୍ୟୁଜିୟମ୍ ହଉ, ସାଇଟ୍ ମ୍ୟୁଜିୟମ୍ ହଉ, କି ଆମର ଡିଷ୍ଟ୍ରିକ୍ଟ ମ୍ୟୁଜିୟମ୍ ହଉ, କି ଷ୍ଟେଟ୍ ମ୍ୟୁଜିୟମ୍ ହଉ, ସେଇ ସବୁ ଜାଗାରେ ଆମେ କ'ଣ ଅଳ୍ପ ଅଳ୍ପ କିଛି କିଛି ସାମ୍ପଲ୍ ରଖିପାରିବା, ଯେଉଁଟାକି ଦେଖିଲେ ଯେତେବେଳକୁ ଆମର ନେକ୍ସଟ ଜେନେରେସନ୍ ଆସିବେ ସେମାନେ ଦେଖିବେ ନାଇଁ ଏଇ ଟାଇପ୍ର ଜିନିଷ ବି ସେଇ ଟାଇମ୍ରେ ଆମର ମିଳୁଥିଲା। କାହିଁକି ନା ଏବେ ଯେଉଁ ଆମର ଟେକ୍ନୋଲୋଜି ଏତେ ଡେଭଲପ୍ କଲାଣି, ଇଣ୍ଡଷ୍ଟ୍ରି ଏତେ ସବୁ ଗଢ଼ି ଚାଲିଲାଣି, ତ ଯାହାଫଳରେ କ'ଣ ହେଉଛି ପପୁଲେସନ୍ ରାପିଡ଼ଲି ବଢ଼ିବା ସହିତ ଆମର ଜାଗା ଆମ ପାଇଁ ସର୍ଟ ହେଇଯାଉଛି। ଯାହାଫଳରେ କ'ଣ ହେଉଛି ଯେଉଁଠି ବି ଆମର ଆର୍କିଓଲୋଜିକାଲ ସାଇଟ୍ ଅଛି ସେଠି ସବୁ ଇଣ୍ଡଷ୍ଟ୍ରି ସବୁ ଗଢ଼ି ସାରିଲାଣି। ତ ଇଏ ଆମ ଆସ୍ତେ ଆସ୍ତେ ଆଉ କେତେ 10 ବର୍ଷ, 20 ବର୍ଷ, 50 ବର୍ଷ ଭିତରେ ଇଏ ଡିଗ୍ରେଡ୍ ପୁରା ହେଇଯିବ। ତ ସେଇଥିପାଇଁ ଯଦି ରିସର୍ଚ୍ଚ ଆହୁରି ଅଧିକରୁ ଅଧିକ ହେଇପାରିବ, ଏଇ ଜିନିଷକୁ ଏଟଲିଷ୍ଟ ଆମେ କନଜର୍ଭ ଆଉ ପ୍ରିଜର୍ଭ କରିକି ରଖିପାରିବା। ଇତିହାସ ଦୃଷ୍ଟିରୁ ମୟୂରଭଞ୍ଜର ପ୍ରାକ୍ ଐତିହାସିକ ଗୁରୁତ୍ୱ ପ୍ରଥମେ 19ଶ ଶତାବ୍ଦୀରେ ଉଜାଗର ହୋଇଥିଲା। 1875 ମସିହାରେ ଭାଲେଣ୍ଟାଇନ୍ ବଲ୍ ଓଡ଼ିଶାର ପ୍ରାକ୍ ଐତିହାସିକ ଅବଶେଷ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ପରେ 1923 ମସିହାରେ ମୟୂରଭଞ୍ଜ ଷ୍ଟେଟ୍ ଆର୍କିଓଲୋଜିଷ୍ଟ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ମୟୂରଭଞ୍ଜରେ ନିଓଲିଥିକ୍ ଉପକରଣ ଚିହ୍ନଟ କଲେ ଏବଂ 1924 ମସିହାରେ R.D. ବାନାର୍ଜୀ ବୁଢ଼ାବଳଙ୍ଗ ନଦୀକୂଳରୁ ପାଷାଣ ହତିଆର ଚିହ୍ନଟ କରି ଏହି ଅଞ୍ଚଳକୁ ଭାରତୀୟ ପୁରାତତ୍ତ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲେ। 1948 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ନିର୍ମଳ କୁମାର ବୋଷ ଓ ଧରଣୀ ସେନ କୁଳିୟଣାଠାରେ ଉତ୍ଖନନ କରିଥିଲେ, ଯାହା ଭାରତର ପ୍ରଥମ ପ୍ରସ୍ତର ଯୁଗ ସ୍ଥାନ ଭାବରେ ପରିଚିତ। ମୟୂରଭଞ୍ଜର ଏହି ପାଷାଣ ଯୁଗୀୟ ଆବିଷ୍କାର ଓଡ଼ିଶା ଭାରତର ପୁରାତତ୍ତ୍ୱ ଇତିହାସରେ ଅତ୍ୟନ୍ତ ମୂଲ୍ୟବାନ। ଏହା ଓଡ଼ିଶାରେ ମାନବବାସର ଆରମ୍ଭ ଅତ୍ୟନ୍ତ ପୁରୁଣା ସମୟରେ ହୋଇଥିବା ପ୍ରମାଣ କରେ ଏବଂ ଭାରତର ଅନ୍ୟାନ୍ୟ ପ୍ରସିଦ୍ଧ ପାଷାଣ ଯୁଗୀୟ ସ୍ଥଳଗୁଡ଼ିକ ସହ ମୟୂରଭଞ୍ଜକୁ ସମାନ ମହତ୍ତ୍ୱ ଦିଏ। 1930 ଦଶକର ଶେଷ ଭାଗରେ ଆମର ସେତେବେଳର ଷ୍ଟେଟ୍ ଆର୍କିଓଲୋଜି ମୟୂରଭଞ୍ଜ ଷ୍ଟେଟ୍ ଆର୍କିଓଲୋଜିଷ୍ଟ ପରମାନନ୍ଦ ଆଚାର୍ଯ୍ୟ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ E.C. ଉର୍ବାନ ଜୁନିୟର, ସେମାନେ କୁଳିୟଣାରେ ଗୋଟେ ପ୍ରସ୍ତର ଯୁଗର ସଂସ୍କୃତିର ଅବଶେଷ ପାଇଲେ। ସେଇଟାକୁ ଅବଧାର କରି କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ନିର୍ମଳ ବୋଷ ଏବଂ ଧରଣୀ ସେନ ସେମାନେ ଗୋଟେ ଉତ୍ଖନନ କରିଥିଲେ 1940 ଦଶକରେ। ଏବଂ ସେଇ ଉତ୍ଖନନ ଯେଉଁ ଲୋଆର ପେଲୋଲିଥିକ୍ କଲଚର ପାଇଁ ଦ୍ୟାଟ୍ ୱାଜ୍ ଦି ଫାଷ୍ଟ ଏକ୍ସକାଭେଟେଡ୍ ସାଇଟ୍ ଇନ୍ ଦି କଣ୍ଟ୍ରି। ତାପରେ
जदिओ भी किछि किछि काम होइछि कलिकता विश्वविद्यालय उत्कल विश्वविद्यालय विभिन्न विश्वविद्यालय लोक मैंने काम करछन्ति किंतु गोटे मेजर वर्तमान सुधा एक्सकावेशन हेई नाही। तेणु मु आशा करुच्ची जे भारत आर्कियोलॉजिकल सर्वे ऑफ इंडिया एवं महाराजा श्रीरामचंद्र भंजदेव यूनिवर्सिटी एमाने मिसिकी जदि तार गोटे एक्सकावेशन करते से बहुत किसी इम्पोर्टेंट जिनस मिलता स्पेशली तार जो आमर जो क्रोनोलॉजी से क्रोनोलॉजी माने एटा इट्स एट द अर्लीस्ट पीरियड गोज अप टू लोअर प्लाइस्टोसिन लोअर प्लाइस्टोसिन एवं अतिरपक बोली गोटे साइट एक्सकावेशन होइछि तमिलनाडु रे से डेटिंग होची 1 मिलियन इयर्स ओल्ड मोर देन 1 मिलियन इयर्स ओल्ड। तेणु आमे भी भावुँ जे कौलनिया जदि उत्खनन हुए एवं तार जदि एब्सोल्यूट डेटिंग करा जाए तेबे एहा मध्य जो अतिरपक भली 1 मिलियन इयर्स ओल्ड हो बोली मोर दृढ़ आशा एवं से आमे चेष्टा करूँ वर्तमान जो आर्कियोलॉजिकल सर्वे ऑफ इंडिया महाराजा श्रीरामचंद्र भंजदेव विश्वविद्यालय और अन्य विश्वविद्यालय और अन्यान्य प्रतिष्ठित व्यक्ति मानू नहीं सहयोग जदि गोटे उत्खनन हो पारंता ताहा आम केवल जे ए अंचल प्रागैतिहासिक विषय अधिक विषय जना पड़ता ता नुहे भारत वर्ष क्षेत्र में एक नूतन अध्याय सृष्टि कर पारंता बोली मोर दृढ़ आशा। मयूरभंज को आविष्कार प्राग ऐतिहासिक वस्तुगुड़ी प्रस्तर योग्य संस्कृति को पुनर्जीवित करिछि। आगामी दिन में यह स्थानगुड़िक प्रत्नतत्व विशारदों एक प्रमुख गवेषणा केन्द्र पलटिब बोली आशा करा जाउछि। मयूरभंज प्रदीप्त होतांक रिपोर्ट खबर ओडिशा।